କିଶୋରୀ ଚରଣଙ୍କ କଳା କୋଇଲି। କଳା କୋଇଲି ଗଳ୍ପର ଗାଳ୍ପିକ କିଶୋରୀ ଚରଣ ଦାସ 1924 ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ମାହାଙ୍ଗାରେ ନିଜ ଗ୍ରାମ ଥିଲେ ବି କଟକ ସହରରେ ଜନ୍ମ ଓ ଅବସ୍ଥାନ। ଭାରତ ସରକାରଙ୍କର ଶାସନ ବିଭାଗରେ ଉଚ୍ଚପଦସ୍ଥ ଅଫିସର ଥିଲେ। କାର୍ଯ୍ୟରୁ ଅବସର ନେଇଥିଲେ। କିଶୋରୀ ଚରଣଙ୍କ ଗଳ୍ପଗୁଡ଼ିକ ଆକାରରେ ଦୀର୍ଘ ଏବଂ ମନସ୍ତାତ୍ତ୍ୱିକ ଉପାଦାନରେ ରଚିତ। ଅଧିକାଂଶ ଗଳ୍ପ ଚରିତ୍ର ପ୍ରଧାନ, ଆଳଙ୍କାରିକ ବ୍ୟଞ୍ଜନା ପ୍ରୟୋଗ ପ୍ରକ୍ରିୟାରେ ସବଳିତ। ଗଳ୍ପ ବହିଗୁଡ଼ିକର ନାମ ହେଲେ ଘର ବାହୁଡ଼ା, ଭଙ୍ଗା ଖେଳନା, ଲକ୍ଷ ବିହଙ୍ଗ, ମଣିହରା, ଠାକୁର ଘର, ଶୀତଲହରୀ, ଭିନ୍ନ ପାଉଁଶ, ଖେଳର ନାଁ ରଙ୍ଗ, ଲାଲି ଗୁଲୁଗୁଲୁ ସାଧବ ବୋହୂ, ଲେଉଟାଣୀ ଇତ୍ୟାଦି। ଉଭୟ କେନ୍ଦ୍ର ସାହିତ୍ୟ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ। କଥା ସାହିତ୍ୟର କଳା ଓ କାରିଗରୀ ନାମରେ ତାଙ୍କର ସମୀକ୍ଷା ଗ୍ରନ୍ଥ ଅଛି। ପ୍ରତୀକାତ୍ମକ ଗଳ୍ପ ହେଉଛି କଳା କୋଇଲି, ଯାହାକି ବୁଦ୍ଧିଦୀପ୍ତତାର ନମୁନା। ବାହ୍ୟ ବସ୍ତୁ ଭାବ୍ୟ ବସ୍ତୁ ପାଇଁ ପ୍ରତିନିଧି ସ୍ୱରୂପ ବ୍ୟବହୃତ ହେଲେ ପ୍ରତୀକ ବା ଚିହ୍ନ ବା ସଂକେତ ହୋଇଥାଏ। ଲେଖକୀୟ ଭାବନା ଓ ଜାଗତିକ ପଦାର୍ଥ ମଧ୍ୟରେ ସଂଯୋଗ ସେତୁ ଥାଏ ପ୍ରତୀକ। ମଣିଷ ନିଜର ମନୋରାଜ୍ୟରେ ଯେଉଁ ଅନୁଭୂତ ଚିତ୍ରଟି ଦେଖେ, ତାକୁ ଚିତ୍ରକଳ୍ପ ପ୍ରୟୋଗପୂର୍ବକ ପ୍ରତୀକର ମାଧ୍ୟମରେ ପ୍ରକାଶ କରେ। ପ୍ରତୀକ ଦର୍ଶକ ମନର ରୁଚିର ବା ସୌନ୍ଦର୍ଯ୍ୟାତ୍ମକ ଅନୁପାଳନ। ଦେଖି ପ୍ରୟୋଗ କରି ଅଭିବ୍ୟକ୍ତି ଦେଇଥାଏ। ଭାବ ଜଗତରୁ ପ୍ରତୀକର ସୃଷ୍ଟି। ତେବେ ଏଥିପାଇଁ ବାହ୍ୟ ଦର୍ଶନ କାମ କରେ। ସାଧାରଣ ଓ ସାହିତ୍ୟିକ ହୋଇ ପ୍ରତୀକ ଦୁଇ ପ୍ରକାର। ସାଧାରଣ ପ୍ରତୀକ ପାରମ୍ପରିକ, ଯଥା ଦା ହାତୁଡ଼ି ଚିହ୍ନ, ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର ଚିହ୍ନ, ଲାଲିବତୀ ଗାଡ଼ି ଅଟକାଇବାର, ସବୁଜବତୀ ଗାଡ଼ି ଛାଡ଼ିବାର ପ୍ରତୀକ ଇତ୍ୟାଦି। ସାହିତ୍ୟିକ ପ୍ରତୀକ କବି ଓ ଲେଖକ ମନର ନିର୍ଦ୍ଦିଷ୍ଟ ଉପସ୍ଥାପନା ପଦ୍ଧତି, ରମଣୀୟ ଭାବଜ୍ଞାନରୁ ଆସେ। ସାହିତ୍ୟିକ ପ୍ରତୀକ ଭିନ୍ନ ଭିନ୍ନ ବ୍ୟକ୍ତିକ ଓ ଅଭିନବ। କଳା କୋଇଲି ପ୍ରତୀକଟି କାବ୍ୟିକ ବା ସାହିତ୍ୟିକ ଶ୍ରେଣୀୟ। ଗଳ୍ପ କାହାଣୀର ବୌଦ୍ଧିକ ସୂଚକ ପାଇଁ ଆର୍ଥିକ ବୈଶିଷ୍ଟ୍ୟ ନେଇ ଆଗତ ତଥା ବ୍ୟବହୃତ। କୋଇଲିର ରଙ୍ଗ କଳା, କିନ୍ତୁ ସ୍ୱର ମଧୁର। ସେଲାଗି କୋଇଲି ପକ୍ଷୀ ମଣିଷ ଶ୍ରୋତାର ଆଦରଣୀୟ ଆଉ ସାହିତ୍ୟ ରଚନାରେ ବ୍ୟବହୃତ। ଗୋବିନ୍ଦ ରଥ କୋକିଳ ନାମରେ ପଦ୍ୟ ଲେଖିଛନ୍ତି। ପ୍ରସନ୍ନ କୁମାର ମିଶ୍ର କୋଇଲିଠାରେ ପ୍ରାଣବିକା ଦୁଃଖ କୋଇଲି କବିତା ଲେଖିଛନ୍ତି। ପୂର୍ବେ ହାଇସ୍କୁଲ ପଦ୍ୟ ପାଠରେ ଗୋବିନ୍ଦ ରଥଙ୍କର କୋକିଳ ପଦ୍ୟଟି ଚଳୁଥିଲା। 1970 ଦଶକରେ ମୋର ବଡ଼ ଭାଇ ତାଙ୍କ କବିତା ପ୍ରବେଶ ବହିରେ ପଢ଼ିଥିଲେ। ଜଟଣୀରେ ଥାଇ ମୋର ମନେ ଅଛି। କୋଇଲି କାଉ ବସାରେ ଅଣ୍ଡା ଦେଇ ଛୁଆ ଫୁଟାଏ। କୋଇଲି ଚରିତ୍ରର ଏହା ଏକ ଦୋଷ। କାରଣ କାଉ ଶ୍ରମ କରି ଅଣ୍ଡା ଉଷୁମ କରି ଛୁଆ କାଢ଼ିଲା ପରେ କୋଇଲି ଛୁଆ ଆଉ କାଉର ନ ହୋଇ ତା'ର ମା'ର ହୋଇଥାଏ। କଳା ରଙ୍ଗ ଓ କାଉ ବସାରେ ଅଣ୍ଡା ଫୁଟାଇ ଛୁଆ କରି ନିଜେ ମା' ହେବାର ଧୃଷ୍ଟତା ପାଇଁ କୋଇଲି କଳଙ୍କର ଅପବାଦ ପାଇଥାଏ। କିଶୋରୀ ଚରଣ ଦାସଙ୍କର ସଂଶ୍ଳିଷ୍ଟ କଳା କୋଇଲି ଗଳ୍ପ ମନୁ ମହାନ୍ତି ନାମକ ରଙ୍ଗଣୀ ଗାଁର ଅଧିବାସୀ ବ୍ୟକ୍ତିଙ୍କର ଯୌବନରେ ପତ୍ନୀହରା ହୋଇ ପରକୀୟା ପ୍ରୀତି କରି ଦୁଇ ପୁଅଙ୍କ ମନୋଭାବରେ ଘୃଣାର ପାତ୍ର ହୋଇଥିବା କୋଇଲି କାଳିମାର କଳଙ୍କିତ ଚରିତ୍ର। ଜୀବନର କଳଙ୍କ ସେଲାଗି ସେ କଳା କୋଇଲିର ବ୍ୟକ୍ତି ପ୍ରତୀକର ପକ୍ଷୀ ଆଖ୍ୟାୟିତ ଅପଖ୍ୟାତି ପ୍ରାପ୍ତ। କୋଇଲି କଳା ଚାରିତ୍ରିକ ସ୍ଖଳନର କଳଙ୍କ ବା ଅପବାଦ। ସେକ୍ସ ଇଜ୍ ଏ ଡେଫିନାଇଟ୍ ଅର୍ଜ। ଯୌନତା ଜୀବନର ନିଶ୍ଚିତ ଚାହିଦା ବୋଲି D.H. ଲରେନ୍ସ କହିଛନ୍ତି। ଏହାର ବୟସ ଭେଦ ନଥାଇ ଏହା କରିବାକୁ ଦେଖେ। ପିଲା, ଟୋକା, ବୁଢ଼ା ଯେଉଁ ବୟସରେ ମଣିଷ ଥାଉନା କାହିଁକି, ବୈଧ ହେଉ ଅଥବା ଅବୈଧ, ସାମାଜିକ ହେଉ ବା ଅସାମାଜିକ, ଅପବାଦ ପାଉ ବା ଘୃଣିତ ହେଉ, ମାନି ନଥାଏ। ଭୋଗୁ ପଛେ ଅପମାନ ବା ଶାସ୍ତି, ସମାଜର ନିଗ୍ରହଣ। କୋଇଲି ପୁତ୍ରଦ୍ୱୟଙ୍କର
ଅଜାଣତରେ ନିଜ ବାପା ମନୁ ମହାନ୍ତି ଜଣେ ମହତ୍ ବ୍ୟକ୍ତି। ହେଲେ ବାପା ଯେ ପୁଅଙ୍କର ଅଜାଣତରେ ଗାଁରେ ଥାଇ ପରକୀୟା ପ୍ରୀତି ମତ୍ତ। ପୁଅ ଏଥିରେ ଅଜ୍ଞାତ। ବାପା ମଲା ପରେ ତାଙ୍କୁ ଜଣାପଡ଼ିଲା ବାପାଙ୍କ ଟ୍ରଙ୍କରୁ ଫଟୋରୁ, ପ୍ରେମିକା ସହିତ ଥିବା ଫଟୋରୁ। ତାପରେ ବାପା ହେଲେ ପୁଅଙ୍କ ଦୃଷ୍ଟିରେ କୋଇଲି କାଳିଆର କଳଙ୍କିତ ଚରିତ୍ର ବିଶେଷ। ହେଲେ ବାପାଙ୍କର ମାନସିକ ସ୍ଥିତି ବୁଝିବାକୁ ଜ୍ଞାନ ପୁଅଙ୍କର ନଥିଲା। ମଣିଷ ମଣିଷର ଦୋଷ ସହଜରେ ଦେଖେ, ଗୁଣ ଦେଖେନା। ସ୍ୱଭାବର ଅଭାବ ମନୁ ମହାନ୍ତି ଗଳ୍ପର ମୁଖ୍ୟ ଏବଂ ତାଙ୍କର ଅଧ୍ୟାପକ ଓ କିରାଣୀ ଚାକିରିଆ ଦୁଇ ପୁଅ ଗୌଣ ଚରିତ୍ର ହୋଇ ଗପରେ ମୋଟ 3 ଜଣ ଚରିତ୍ର ଅଛନ୍ତି। ନାମକରଣ ଦିଗରୁ ମନୁ ମହାନ୍ତି କଳା କୋଇଲିର କଳଙ୍କିତ ଅପଖ୍ୟାତି ଚରିତ୍ର। ଗଳ୍ପର ଭାଷାଭଙ୍ଗୀ ଠାଏ ଠାଏ ବୌଦ୍ଧିକ ତଥା କୃତ୍ରିମ। ଗଳ୍ପଟି ଆକୃତିରେ ଦୀର୍ଘ। ମନୁ ମହାନ୍ତି ରଙ୍ଗଣୀ ଗାଁର ଅଧିବାସୀ। ସେ ବିପତ୍ନିକ। ଅନେକ ବର୍ଷ ପୂର୍ବେ ଦେହାନ୍ତ ହୋଇସାରିଛି ଜଗନ୍ନାଥ ଓ ବିଶ୍ୱନାଥ ନାମରେ ମନୁ ମହାନ୍ତିଙ୍କର 2 ପୁଅ। ଜଗନ୍ନାଥ ଭୁବନେଶ୍ୱର ରାଜଧାନୀ କଲେଜର ଇତିହାସ ଅଧ୍ୟାପକ। ସେ ବଡ଼ ପୁଅ। ସାନ ପୁଅ ବିଶ୍ୱନାଥ ବାବୁ ଜଳସେଚନ ବିଭାଗର ହେଡ୍ କ୍ଲର୍କ। 2 ପୁଅ ସହର ବାସିନ୍ଦା, ବ୍ୟସ୍ତ ଜୀବନ ବିତାନ୍ତି। ମନୁ ମହାନ୍ତି ରଙ୍ଗଣୀ ନାମକ ଗାଁରେ ନିଜ ଘର, ଜମି ଓ ସମ୍ପତ୍ତି ବାଡ଼ି ଧରି ଏକାକୀ ଜୀବନ ବିତାନ୍ତି। ସ୍ତ୍ରୀ ନଥିବାରୁ ମୃତ ଦାର, ଏକୁଟିଆ, ସଙ୍ଗହରା। ମନୁ ମହାନ୍ତି ଲେଖକ, ପାଠକ ଏବଂ ପରଦାର ଆସକ୍ତ। ଯୌବନ କାଳରୁ ପତ୍ନୀହରା। ହେଲେ ଦ୍ୱିତୀୟ ବିବାହ କରିନଥିଲେ। ତେଣୁ ଦାମ୍ପତ୍ୟ ଜୀବନ ବ୍ୟର୍ଥ। ବୁଢ଼ା ବୟସ ପର୍ଯ୍ୟନ୍ତ ମନୁ ମହାନ୍ତି ସ୍ତ୍ରୀଙ୍କ ସହିତ ମିଶି ସୁଖୀ ଦାମ୍ପତ୍ୟ ଜୀବନ ବିତାଇ ପାରି ନାହାନ୍ତି। ଯୌବନରେ ଯାହା ସାମାନ୍ୟତମ ପତ୍ନୀ ପ୍ରେମ ଶ୍ରଦ୍ଧା ପାଇଥିଲେ, ଏବେ ପାଇପାରି ନାହାନ୍ତି ଏଇ ବୁଢ଼ା ବୟସର ଜୀବନରେ। ହେଲେ ପୁଅ ବୋହୂଙ୍କର ପାଖେ ସହରକୁ ଯାଇ ସେମାନଙ୍କ ସହିତ ମିଶି ଏକାଠି ରହିବାକୁ ଚାହିଁ ନାହାନ୍ତି। ପୁଅ ବୋହୂ ଏକାଠି ରହି ଦାମ୍ପତ୍ୟ ସୁଖ ଭୋଗିବେ ସେ ସହିପାରି ନାହାନ୍ତି। ତାଙ୍କୁ କଷ୍ଟ ହେବ ଭାବି ସେ ପୁଅ ବୋହୂଙ୍କ ଠାରୁ ଦୂରଛଡ଼ା ଥାଇ ଗାଁରେ ଏକୁଟିଆ ରହିଛନ୍ତି ସିନା, ପରକୀୟା ପ୍ରୀତି କରିବା ଉଦ୍ଦେଶ୍ୟକୁ ମନ ଭିତରେ ରଖି। ସେ ଚାହିଁଛନ୍ତି ନାରୀ ସଙ୍ଗ। ନିଜ ଗ୍ରାମର ଜଣେ ଝିଅକୁ ଭଲ ପାଇ ତା ସହିତ ପରକୀୟା ପ୍ରୀତି କରି ରଙ୍ଗଲତା ନାମରେ କାବ୍ୟଟିଏ ଲେଖିଛନ୍ତି, ଯେଉଁଥିରେ ଝିଅ ସହିତ କରିଥିବା ପ୍ରୀତି ହୋଇଥିଲା କାହାଣୀ। କାବ୍ୟର କଥାବସ୍ତୁ ପ୍ରେମପତ୍ରର ସମ୍ପର୍କିତ କିଛି ଚିଠି ଏବଂ ଫଟୋ, ଯାହାକୁ ନିଜ ପାଖରେ ଟ୍ରଙ୍କ ଭିତରେ ଲୁଚାଇ ରଖିଥିଲେ। ଏସବୁ କିଛି 2 ପୁଅଙ୍କର ଅଗୋଚରରେ ଅନ୍ତରାଳରେ ହେଉଥିଲା। ମନୁ ମହାନ୍ତି ଯେ ପରନାରୀ ଆସକ୍ତ ବ୍ୟକ୍ତି ଥିଲେ, 2 ପୁଅ ବାପାଙ୍କ ମୃତ୍ୟୁ ପରେ ଜାଣିପାରିଥିଲେ। ଗ୍ରାମବାସୀ ଅନେକ ଥର ମନୁଙ୍କୁ କହିଥିଲେ, ପରାମର୍ଶ ଦେଇଥିଲେ ନିଜ ପୁଅ ଦୁହିଁଙ୍କ ପାଖରେ ଯାଇ ରହିବାକୁ। ହେଲେ ମନୁ ମହାନ୍ତି ରାଜି ନଥିଲେ। ନିଜ ଗ୍ରାମର ସରଳତା, ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କୁ ବିଭୋର କରାଇ ଗାଁରେ ଏକାକୀ ଜୀବନ ବିତାନକୁ ବାଧ୍ୟ କରିଥିଲା। ପୁଣି ପରକୀୟା ପ୍ରୀତି ହୋଇପାରିବନି। ତାଙ୍କ ବୃଦ୍ଧ ଜୀବନର ପ୍ରେମମୟ ଅବସ୍ଥା ବ୍ୟାହତ ହେବ। ପରନାରୀ ସଂସର୍ଗ ଦୂରେଇଯିବ। ଚାକରର ସେବା ଯତ୍ନ ପାଇ ମନୁ ମହାନ୍ତି ନିଜର ନିଃସଙ୍ଗ ଅସହାୟ ବୃଦ୍ଧ ଜୀବନ ବିତାଇ 77 ବର୍ଷ ବୟସରେ ମରିଥିଲେ। ମରିବା ପୂର୍ବରୁ ସେ ଓକିଲ ଦ୍ୱାରା ନିଜର ସମସ୍ତ ସମ୍ପତ୍ତି ନିଜ 2 ପୁଅଙ୍କ ମଧ୍ୟରେ ବାଣ୍ଟି ଦେବାର ଉଇଲ୍ କରି ଯାଇଥିଲେ। ଫଳରେ 2 ପୁଅଙ୍କ ଭିତରେ ବାପାଙ୍କର ସମ୍ପତ୍ତିକୁ ନେଇ କୌଣସି କଳହ ଦେଖାଦେଇ ନଥିଲା। ମନୁ ମହାନ୍ତି ଜାଣିଥିଲେ ନିଜର ସାନ ପୁଅ ବିଶ୍ୱନାଥ କୁଟିଳ ପ୍ରକୃତିର ଓ ବଦମାସ ଶ୍ରେଣୀୟ। ସେ ସମ୍ପତ୍ତି ଭାଗ ବଣ୍ଟା ବେଳେ କାଳେ ବଡ଼ ଭାଇ ଜଗନ୍ନାଥ ସହିତ ଝଗଡ଼ା କରିବ, ସେଥିପାଇଁ ମନୁ ମହାନ୍ତି ସମ୍ପତ୍ତିର ଉଇଲ୍ କରି ଯାଇଥିଲେ। ସମ୍ପତ୍ତିର ସୁଷମ ବଣ୍ଟନର ଆଶା ରଖି ତାଙ୍କ 2 ପୁଅଙ୍କ ମଧ୍ୟରେ। 2 ଭାଇ ବାପାଙ୍କର ମୃତ୍ୟୁ ସମୟରେ ନିଜ ଗାଁ ରଙ୍ଗଣୀକୁ ଆସିପାରି ନଥିଲେ, ନିଜ ନିଜର ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ପାଇଁ। ତେଣୁ ବାପାଙ୍କୁ ମୁଖାଗ୍ନି ମଧ୍ୟ ଦେଇପାରି ନଥିଲେ। ଲୋକମୁଖରୁ ବାପାଙ୍କର ଚାରିତ୍ରିକ ସ୍ଖଳନ ସମ୍ପର୍କରେ ଶୁଣିଥିବାରୁ ବାପାଙ୍କ ପ୍ରତି ଘୃଣା ବିଦ୍ୱେଷ ମନୋଭାବ ରଖି ଦୁହେଁ ଆସି ନଥିଲେ। କାମ ବ୍ୟସ୍ତତାର ମିଛ ବାହାନା। ସୁତରାଂ ମୁଖାଗ୍ନି ଦେବାକୁ ଚାହିଁ ନଥିଲେ।
ଅନ୍ୟ କାରଣଟି ହେଲା ଜଗନ୍ନାଥ ବାବୁ ଯେତେବେଳେ ପିଲାଟିଏ ଥିଲେ ସେତେବେଳେ ତାଙ୍କ ବାପା ମନୁ ମହାନ୍ତି ତାଙ୍କୁ କୋଳ କରି ଝରକା ପାଖକୁ ନେଇ ଗେଲ କରିବା ସମୟରେ ହଠାତ୍ ନିଜର ଯୁବତୀ ପ୍ରେମିକାକୁ ଦେଖି ବଡ଼ ପୁଅକୁ କୋଳରୁ ଓହ୍ଲାଇ ଦେଇ ପ୍ରେମିକାକୁ ଖୋଜିବାକୁ ପଳାଇଥିଲେ। ପିତାଙ୍କର ଏଇଭଳି ଅନ୍ଧାରିଆ କଳଙ୍କିତ ସ୍ମୃତି ଆଜି ସମ୍ପତ୍ତିର ଭାଗ ବଣ୍ଟରା ବେଳେ ବାପାଙ୍କର କଳା ଟିଣ ଟ୍ରଙ୍କ ବାକ୍ସ ଭିତରେ ଥିବା ଅପରିଚିତ ଝିଅର ଫଟୋକୁ ଦେଖି ଜଗନ୍ନାଥ ବାବୁଙ୍କର ମନେ ପଡ଼ିଛି। ବାପାଙ୍କ ମୃତ୍ୟୁ ପରେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଦୁଇ ଭାଇ ନିଜ ଗାଁ ରଙ୍ଗଣୀକୁ ଆସିଛନ୍ତି। ଗାଁର ପ୍ରାକୃତିକ ଶୋଭା ଜଗନ୍ନାଥଙ୍କୁ ଭଲ ଲାଗିଥିଲେ ମଧ୍ୟ ଗାଁର ଅସଭ୍ୟ ଅନାଧୁନିକ ଲୋକ, ଗ୍ରାମୀଣ ପରିବେଶ ତଥା ବାପାଙ୍କର ଏହି ଲମ୍ପଟ ପ୍ରକୃତି ଜଗନ୍ନାଥଙ୍କୁ ଗ୍ରାମ୍ୟ ବସତି ଜୀବନଠାରୁ ଦୂରେଇ ରହିବାକୁ ଚାହିଁଛନ୍ତି। ଓକିଲ ଆସିଛନ୍ତି। ଓକିଲଙ୍କ ଉପସ୍ଥିତିରେ ସମସ୍ତ ସମ୍ପତ୍ତି ବଣ୍ଟା ହୋଇଛି। ବଳକା ସମ୍ପତ୍ତିକୁ ଦୁଇ ଭାଇ ଆପୋଷ ବୁଝାମଣା କରି ବାଣ୍ଟି ନେଇଛନ୍ତି। ଜଗନ୍ନାଥ ବାବୁ ଇତିହାସର ଅଧ୍ୟାପକ ଥିବା ହେତୁ ନିଜର ଗବେଷଣା ମନୋବୃତ୍ତି ପାଇଁ ବାପାଙ୍କର ଲେଖା ସବୁକୁ ନିଜେ ନେଇଛନ୍ତି। ଏଥିରେ ବିଶ୍ୱନାଥ ରାଗି ଯାଇଛନ୍ତି। ସେ କିରାଣୀ ହେଲେ ବି BA ପାସ୍ କରିଛନ୍ତି। ତାଙ୍କର ସାହିତ୍ୟ ପଢ଼ିବାର ରୁଚି ଓ ମନୋବୃତ୍ତି ନଥିଲେ ବି ନିଜର ଓଡ଼ିଆ ଅନର୍ସ ନେଇ ପାଠ ପଢ଼ୁଥିବା ପୁଅ ପାଇଁ ବାପାଙ୍କ ଲେଖାକୁ ନିଜେ ନେବାକୁ ଚାହିଁଛନ୍ତି। ପୁଅ ଦ୍ୱାରା ସେ ବାପାଙ୍କର ଲେଖକୀୟ ଜ୍ଞାନ ଜାଣିପାରିବେ। ଏଥିପାଇଁ ସେ ବାପାଙ୍କ ଲିଖିତ ରଙ୍ଗଲତା ନାମକ କାବ୍ୟକୁ ନିଜ ପୁଅ ପାଇଁ ନେଇଛନ୍ତି। ଟ୍ରଙ୍କ ଭିତରୁ ବାପାଙ୍କର ପ୍ରେମପତ୍ର ବାହାରିଛି, ଯାହାର ଲେଖା ଉଭୟ ଗଦ୍ୟ ଓ ପଦ୍ୟରେ ହୋଇଥିଲା। ସେହି ଚିଠି ଭିତରୁ ଝିଅଟିର ଫଟୋ ବାହାରିଥିବାର ଦେଖି ଲୋକେ କହୁଥିବା କଥାକୁ ଜଗନ୍ନାଥଙ୍କ ସ୍ମୃତିରେ ଥିବା ବାପାଙ୍କ ପ୍ରେମ ବ୍ୟବହାରର ସତ୍ୟତା ଓ ରଙ୍ଗଲତା କାବ୍ୟ ଲେଖିବାର କାରଣ ଦୁଇ ପୁଅ ବୁଝିପାରିଛନ୍ତି। ବାପାଙ୍କର ପ୍ରତି ଦୁଇ ପୁଅଙ୍କର ଦୁଃଖ ମନୋଭାବ ଏବଂ ଘୃଣା ବେଶୀରୁ ଅତି ବେଶୀ ଦେଖାଦେଇଛି। ବାପାଙ୍କର ପ୍ରତି ଭଲ ପାଇବା, ସମ୍ମାନ ବୋଧ ରହିନାହିଁ। ବାପା ନିଜ ଉଇଲରେ ଲେଖିଥିଲେ, ଯଦି ପୁଅ ଦୁହେଁ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତିର ମୂଲ୍ୟ ଦେଇ ନ ଜାଣନ୍ତି ତେବେ ତାକୁ ପୋଡ଼ିଦେବେ। ଅଗତ୍ୟା ରଙ୍ଗଲତାର ଫଟୋ ଛବିକୁ ପୋଡ଼ି ଦିଆଯାଇଛି। ଦୁଇ ପୁଅ ବାପାଙ୍କର ସେହି ଏକଲା ଜୀବନର କଳଙ୍କିତ ଅଧ୍ୟାୟକୁ ନିଜ ଘରଲୋକଙ୍କୁ ଜଣାଇବାକୁ ଚାହିଁ ନଥିଲେ। ଜଣାଇଦେଲେ ତାଙ୍କ ପିଲାମାନେ ହୁଏତ ଜେଜେଙ୍କ ପ୍ରତି ମନ୍ଦ ମନୋଭାବ ରଖିବେ। ଏହି ଭୟରେ ଜଗନ୍ନାଥଙ୍କ ସ୍ତ୍ରୀ ଇନ୍ଦିରା ରକ୍ଷଣଶୀଳା ଓ ନୀତିବାଦୀ ଥିବାରୁ ଶ୍ୱଶୁରଙ୍କ ପ୍ରତି ଘୃଣା କରିବେ। ମନ୍ଦ ମନ୍ତବ୍ୟ ଦେଇ ବାପାଙ୍କର ମୃତ ଆତ୍ମାକୁ ଭକ୍ତି କରି ନ ପାରନ୍ତି, ସେହି ଭୟରେ ଜଗନ୍ନାଥ ସେହି ଫଟୋକୁ ଘରକୁ ନେଇ ନଥିଲେ। ଗଳ୍ପର ଏହି କାହାଣୀରେ କଳା କୋଇଲି ପକ୍ଷୀ ପ୍ରତୀକଟିର ଉଦ୍ଦେଶ୍ୟ ହେଲା ମନୁ ମହାନ୍ତିଙ୍କ ବ୍ୟକ୍ତିତ୍ୱଠାରେ ଆରୋପିତ। କଳା ମନୁଙ୍କର ଚାରିତ୍ରିକ ସ୍ଖଳନ ଜନିତ କଳଙ୍କର ପ୍ରତିନିଧି ଏବଂ କୋଇଲି ମନୁ ମହାନ୍ତିଙ୍କର ଚରିତ୍ରର ଅନ୍ୟାନ୍ୟ ସଦ୍ଗୁଣର ପ୍ରତିନିଧି କରିଛି। କୋଇଲି କଣ୍ଠର ମାଧୁର୍ଯ୍ୟ ଥିଲେ ମଧ୍ୟ କାଉ ବସାରେ ତାର ଅଣ୍ଡାଦାନ, ଛୁଆ ଜନ୍ମର ପାଳନ ଭାର ଦେବା କୋଇଲି ପକ୍ଷୀର ପ୍ରକୃତି ଜନିତ ଚାରିତ୍ରିକ ଦୋଷ ତଥା ଦୁର୍ବଳତା। ସେହିପରି ମନୁ ମହାନ୍ତିଙ୍କର ପରକୀୟା ପ୍ରୀତି ତଥା ଯୁବତୀ ଝିଅ ପ୍ରତି ପ୍ରେମ ରଚନା ତାଙ୍କ ଚାରିତ୍ରିକ କଳଙ୍କ। ଏଥିପାଇଁକି ଯେ ଯେଉଁ ସମୟରେ ସେ ଥିଲେ ଦୁଇଟି ପୁତ୍ରର ପିତା, ଯଦିଓ ତାଙ୍କର ପତ୍ନୀ ମୃତା, ତଥାପି ସେ କାମ ଭାବନାରୁ ଓହରି ନ ଆସିବା, ମନକୁ ସଂଯମିତ ନ କରିବା ହେଉଛି ମନୁଙ୍କ ଚରିତ୍ରର ଦୋଷ, ଯେଉଁଥିପାଇଁ ଗଳ୍ପର ନାମ କଳା କୋଇଲି ଗାଳ୍ପିକ ରଖିଛନ୍ତି। ଗଳ୍ପର ଭାଷା ଠାଏ ଠାଏ କାବ୍ୟମୟ ତଥା ବୁଦ୍ଧିଦୀପ୍ତ। ଯଥା ଏହି ଖପରଲି ଘରଗୁଡ଼ିକ ବସ୍ତ୍ର ବିବର୍ଜିତ ହୋଇ ଜଳ ଜଳ ଦେଖାଯାଆନ୍ତି, ଅର୍ଥାତ୍ ଘରଗୁଡ଼ିକ ଚୂନ ଧଉଳା ହୋଇନାହିଁ, ମାଟି କାନ୍ଥ ଥିବାରୁ ଖଣ୍ଡିଆ ଖାବରା ଦେଖା ଦେଉଛନ୍ତି। ପୁଣି ଦେଖାଗଲା ଯେ ମନୁ ମହାନ୍ତି ଯେଉଁ ସମ୍ପତ୍ତି ଛାଡ଼ି ଯାଇଛନ୍ତି ତାକୁ ନେଇ କୌଣସି ରାଜମୁକୁଟ ଗଢ଼ା ହୋଇପାରିବ ନାହିଁ, ତାର ରକ୍ଷଣାବେକ୍ଷଣ ପାଇଁ ରାତି ଅନିଦ୍ରା ହେବାକୁ ପଡ଼ିବ ନାହିଁ। ମନୁ ମହାନ୍ତିଙ୍କର ଯେ ଅଚଳାଚଳ ସମ୍ପତ୍ତି ନଥିଲା, ଏହା ହିଁ ଏହି ବାକ୍ୟଟି ସୂଚାଇଅଛି। ରାଜମୁକୁଟର ଅର୍ଥ ଅଳ୍ପ ସମ୍ପତ୍ତି, ରାତି ଅନିଦ୍ରା ନ ହେବାର ଅର୍ଥ ଚିନ୍ତିତ ନ ହେବାକୁ ସୂଚାଏ। ଏହିଭଳି ଅନେକ ବାକ୍ୟାଂଶ ବୌଦ୍ଧିକ ଭାବ ପ୍ରବଣତା ନେଇ ଗଳ୍ପଟିରେ ଯତ୍ର ତତ୍ର ବିଦ୍ୟମାନ। ଗଳ୍ପଟି ଆକୃତିରେ ଦୀର୍ଘ ହେଲେ ବି ହୃଦୟଗ୍ରାହୀ।